ଦେଖନ୍ତୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର 22ତମ କିସ୍ତି କେବେ ଆସିବ? ଶେଷ ତାରିଖ ଜାଣନ୍ତୁ। ପିଏମ୍ କିଷାନ ଯୋଜନାର 22ତମ କିସ୍ତିକୁ ନେଇ ବଡ଼ ଘୋଷଣା ଜାରି କରିଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ସରକାର ମହିଳାମାନଙ୍କୁ ସୁଭଦ୍ରା ଯୋଜନାର କିସ୍ତି ଟଙ୍କା ଜାନୁଆରୀ 22ରେ ଭେଟିଦେବା ପାଇଁ ଯାଉଛନ୍ତି। ଏହାରି ମଧ୍ୟରେ ଚାଷୀ ଭାଇନାମାନଙ୍କ ପାଇଁ ନେଇ ଆସିଛନ୍ତି କେନ୍ଦ୍ର ସରକାର ନୂଆ ଘୋଷଣା। ପିଏମ୍ କିଷାନର 22ତମ କିସ୍ତିକୁ ନେଇ ସରକାର ଜାରି କରିଛନ୍ତି ଚାଷୀ ଭାଇନାମାନଙ୍କ ପାଇଁ ବଡ଼ ଘୋଷଣା। ଯେଉଁ ଚାଷୀ ଭାଇମାନେ ପିଏମ୍ କିଷାନ ଯୋଜନାରୁ ଲଗାତାର ଭାବେ କିସ୍ତି ଟଙ୍କା ପାଇ ଆସୁଛନ୍ତି ଏବଂ ଯେଉଁ ଚାଷୀ ଭାଇମାନଙ୍କର କୌଣସି ଅସୁବିଧା ଯୋଗୁଁ ସେମାନଙ୍କର କିସ୍ତି ଟଙ୍କା ବାକି ରହିଛି, ସେମାନଙ୍କ ପାଇଁ ଏହି ଭିଡ଼ିଓଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 22ତମ କିସ୍ତି ଟଙ୍କା କେବେ ମିଳିବ? କେଉଁ ଦିନ ମିଳିବ? କେଉଁ ଚାଷୀ ଭାଇନାମାନଙ୍କୁ 22ତମର କିସ୍ତି ଟଙ୍କା ମିଳିବ? କେଉଁ ଚାଷୀ ଭାଇନାମାନେ ପିଏମ୍ କିଷାନରୁ ବାଦ୍ ପଡ଼ିଯିବେ? ଏଥର 22ତମ କିସ୍ତି ଟଙ୍କାରେ ଆପଣମାନଙ୍କୁ କେତେ ଟଙ୍କା ମିଳିବ? 2000 ଟଙ୍କା ମିଳିବ ନା 4000 ଟଙ୍କା ମିଳିବ ନା 6000 ଟଙ୍କା ମିଳିବ? ଯେଉଁ କୃଷକ ଭାଇନାମାନଙ୍କର କିସ୍ତି ଟଙ୍କା ବାକି ରହିଛି ସେମାନଙ୍କୁ କ'ଣ କରିବା ପାଇଁ ପଡ଼ିବ? ପିଏମ୍ କିଷାନ ଯୋଜନାରେ କେଉଁ ନୂଆ ସୁବିଧା ମିଳିବା ପାଇଁ ଯାଉଛି ନୂଆ ବର୍ଷ ପାଖରୁ? ସମ୍ପୂର୍ଣ୍ଣ ସୂଚନା ଗୋଟି ଗୋଟି କରି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା, ଯାହାଫଳରେ ଆପଣ ସବୁକିଛି ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟି ଦେଖୁଥାନ୍ତି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। କାରଣ ସରକାରଙ୍କ ତରଫରୁ ଯେଉଁ ସବୁ ନୂଆ ଯୋଜନା ଗୁଡ଼ିକ ଆସିବ ସେହି ଯୋଜନାର ଆପଣ ସମ୍ପୂର୍ଣ୍ଣ ସୂଚନା ଏବଂ ସରକାରଙ୍କ ଦ୍ୱାରା ଯେଉଁ ଯୋଜନା ଗୁଡ଼ିକ ପରିଚାଳିତ ହେଉଛି ସେହି ଯୋଜନା ଗୁଡ଼ିକର ନୂଆ ଅପଡ଼େଟ୍, ସରକାରଙ୍କ ତରଫରୁ ଯେକୌଣସି ନୂଆ ଅପଡ଼େଟ୍ ଆପଣ ଏହି ଚ୍ୟାନେଲରୁ ହିଁ ପାଇପାରିବେ। ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏକ ଖୁସି ଖବର। ଯଦି ଆପଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଜଣେ ହିତାଧିକାରୀ ଏବଂ 21ତମ କିସ୍ତି ପାଇବା ପରେ ପରବର୍ତ୍ତୀ କିସ୍ତି ପାଇଁ ଅପେକ୍ଷା କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 2000 ଟଙ୍କା ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ହେଉଛନ୍ତି। ଆପଣ ସମସ୍ତେ ଜାଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 19 ନଭେମ୍ବର 2025ରେ ଶେଷ 21ତମ କିସ୍ତି ଜାରି କରିଥିଲେ। ଯୋଜନାର ନିୟମ ଅନୁଯାୟୀ ପ୍ରତି 4 ମାସରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ। ଏବେ ଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ 22ତମ କିସ୍ତି କେବେ ସେମାନଙ୍କ ଆକାଉଣ୍ଟରେ ଆସିବ ଏବଂ ସେମାନଙ୍କୁ କେଉଁ ଆବଶ୍ୟକ କାର୍ଯ୍ୟ ସମାପ୍ତ କରିବାକୁ ପଡ଼ିବ ତାହା ଜାଣିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଭିଡ଼ିଓରେ ଆମେ ପିଏମ୍ କିଷାନର 21ତମ କିସ୍ତିର ଆଶାକର ତାରିଖ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିବୁ। ଆପଣଙ୍କ କିସ୍ତି କାହିଁକି ବିଳମ୍ବ ହୋଇପାରେ ତାହାର କାରଣ ବିଷୟରେ ମଧ୍ୟ ଆମେ ଆଲୋଚନା କରିବୁ। ଯଦି ଆପଣ ଚାହାନ୍ତି ଯେ ଟଙ୍କା ଆପଣଙ୍କ ଆକାଉଣ୍ଟରେ ବିନା କୌଣସି ବାଧାରେ ପହଞ୍ଚିବ, ତେବେ ଏହି ଭିଡ଼ିଓଟିକୁ ଆପଣ ଶେଷ ପର୍ଯ୍ୟନ୍ତ ଧ୍ୟାନପୂର୍ବକ ଦେଖନ୍ତୁ। ବର୍ତ୍ତମାନ ଆସନ୍ତୁ ଜାଣିବା ପିଏମ୍ କିଷାନ ଯୋଜନାର ମୁଖ୍ୟ ବିବରଣୀ ବିଷୟରେ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଭାରତ ସରକାରଙ୍କ ଏକ ଅତ୍ୟନ୍ତ ମହତ୍ୱାକାଂକ୍ଷୀ ଯୋଜନା। ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି କ୍ଷୁଦ୍ର ଏବଂ ନାମମାତ୍ରା ଚାଷୀଙ୍କୁ ଚାଷ ଖର୍ଚ୍ଚ ପୂରଣ କରିବା ପାଇଁ ବାର୍ଷିକ 6000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା। ଏହି ରାଶି ସିଧାସଳଖ ଚାଷୀଙ୍କ ଆଧାର ସିଡିଂ ବ୍ୟାଙ୍କ ଆକାଉଣ୍ଟକୁ 2000 ଟଙ୍କାର ପ୍ରତ୍ୟେକର 3ଟି ସମାନ କିସ୍ତିରେ ସ୍ଥାନାନ୍ତରିତ କରାଯାଏ। ଏଥର 22ତମ କିସ୍ତିରେ ଚାଷୀ ଭାଇନାମାନେ ଅଧିକ ଟଙ୍କା ପାଇବା ପାଇଁ ଯାଉଛନ୍ତି, ଯାହା ଫେବୃଆରୀ ଅଧିବେଶନ ପରେ ଏହି କିସ୍ତି ବଢ଼ୋତ୍ରୀ ହୋଇପାରେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ପିଏମ୍ କିଷାନର କିସ୍ତି ଟଙ୍କା ଯଦି ବଢ଼ିବ ତାହେଲେ କେତେ ଟଙ୍କା ବଢ଼ିବ? ଏପର୍ଯ୍ୟନ୍ତ ସରକାର ଏହି ଯୋଜନା ଅଧୀନରେ ମୋଟ 21ଟି କିସ୍ତି ଜାରି କରିଛନ୍ତି। 21ତମ କିସ୍ତି ସମୟରେ 9 କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 18,000 କୋଟିରୁ ଅଧିକ ଟଙ୍କା ପଠାଯାଇଛି। ଏବେ 22ତମ କିସ୍ତି ପାଖେଇ ଆସୁଥିବାରୁ ସୋସିଆଲ ମିଡ଼ିଆ ଏବଂ ଗଣମାଧ୍ୟମ ରିପୋର୍ଟରେ
ଭିନ୍ନ ଭିନ୍ନ ଦାବି କରାଯାଉଛି। ବର୍ତ୍ତମାନ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ କିଷାନ 22ତମ କିସ୍ତି ତାରିଖ 2026ର ଟଙ୍କା କେବେ ଆସିବ। ଦେଖନ୍ତୁ, ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ପ୍ରଧାନମନ୍ତ୍ରୀ କିଷାନର 22ତମ କିସ୍ତି ତାରିଖ କେବେ। ସରକାରୀ ନିୟମ ଅନୁଯାୟୀ ବର୍ଷର ପ୍ରଥମ କିସ୍ତି ଏପ୍ରିଲରୁ ଜୁଲାଇ, ଦ୍ୱିତୀୟ କିସ୍ତି ଅଗଷ୍ଟରୁ ନଭେମ୍ବର ଏବଂ ତୃତୀୟ କିସ୍ତି ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଆସିଥାଏ। ଯେହେତୁ ଶେଷ କିସ୍ତି ନଭେମ୍ବର ମଧ୍ୟଭାଗରେ ଆସିଥିଲା, ତେଣୁ ପରବର୍ତ୍ତୀ କିସ୍ତି ପାଇଁ 4 ମାସର ବ୍ୟବଧାନ ଫେବୃଆରୀ 2026ରେ ଶେଷ ହେବ। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଏବଂ ସୂତ୍ର ଅନୁସାରେ ସରକାର ଫେବୃଆରୀ 2026 ଶେଷ ସପ୍ତାହ କିମ୍ବା ମାର୍ଚ୍ଚ 2026 ପ୍ରଥମ ସପ୍ତାହରେ 22ତମ କିସ୍ତି ଜାରି କରିପାରନ୍ତି। ତଥାପି କୃଷି ମନ୍ତ୍ରାଳୟ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଚୂଡ଼ାନ୍ତ ତାରିଖ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇନାହିଁ। ଚାଷୀଙ୍କୁ ସରକାରୀ ପୋର୍ଟାଲରେ ସେମାନଙ୍କର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଉଛି ସରକାରଙ୍କ ତରଫରୁ। ଦେଖନ୍ତୁ, ସରକାର କିସ୍ତି ପ୍ରଦାନ କରିବା ପୂର୍ବରୁ ହିତାଧିକାରୀଙ୍କ ତାଲିକାକୁ ଫିଲ୍ଟର କରନ୍ତି। ଏଥର ମଧ୍ୟ କେବଳ ସେହି ଚାଷୀମାନେ ଯେଉଁମାନେ ସେମାନଙ୍କର EKYC ଏବଂ ଜମି ଯାଞ୍ଚ ପ୍ରକ୍ରିୟା ସମାପ୍ତ କରିଛନ୍ତି ସେମାନେ ଟଙ୍କା ପାଇବେ। ଯଦି ଆପଣଙ୍କ ସ୍ଥିତିରେ କୌଣସି ଅସୁବିଧା ଅଛି, ତେବେ ତୁରନ୍ତ ସେଗୁଡ଼ିକକୁ ସଂଶୋଧନ କରନ୍ତୁ, ଯାହାଦ୍ୱାରା 2000 ଟଙ୍କା ଆପଣଙ୍କ ଆକାଉଣ୍ଟରେ ସୁରକ୍ଷିତ ଭାବରେ ଜମା ହୋଇପାରିବ। ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଚାଷୀ ଭାଇନାମାନଙ୍କୁ 22ତମର କିସ୍ତି ଟଙ୍କା ମିଳିବ ନାହିଁ। 1 ନମ୍ବରରେ EKYC। ଦେଖନ୍ତୁ, ଯେଉଁ ଚାଷୀମାନେ ଯେଉଁମାନେ ଏପର୍ଯ୍ୟନ୍ତ ସେମାନଙ୍କର EKYC ପୂରଣ କରିନାହାନ୍ତି ସେମାନଙ୍କୁ ପରବର୍ତ୍ତୀ କିସ୍ତି ଦିଆଯିବ ନାହିଁ। 2 ନମ୍ବରରେ ଲ୍ୟାଣ୍ଡ ସିଡିଂ। ଦେଖନ୍ତୁ, ଯଦି ଆପଣଙ୍କ ପୋର୍ଟାଲରେ ଲ୍ୟାଣ୍ଡ ସିଡିଂର ସ୍ଥିତି NA ରହିଛି, ତେବେ ଆପଣଙ୍କ ଟଙ୍କା ଫସିଯାଇପାରେ। 3 ନମ୍ବରରେ ଆଧାର ସିଡିଂ। ଦେଖନ୍ତୁ, ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଆଧାର ସହିତ ଲିଙ୍କ ହୋଇଥିବା ଆବଶ୍ୟକ ଏବଂ DBD ଅର୍ଥାତ୍ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ସକ୍ଷମ ହୋଇଥିବା ଆବଶ୍ୟକ। 4 ନମ୍ବରରେ ରଙ୍ଗ ଇନଫର୍ମେସନ୍ ଅର୍ଥାତ୍ ଭୁଲ ସୂଚନା। ଦେଖନ୍ତୁ, ଯଦି ପଞ୍ଜୀକରଣ ସମୟରେ ଦିଆଯାଇଥିବା ଜମି ସୂଚନା କିମ୍ବା ବ୍ୟାଙ୍କ ବିବରଣୀ ଭୁଲ ବୋଲି ଜଣାପଡ଼େ, ତାହେଲେ ଆପଣମାନଙ୍କୁ କିସ୍ତି ଟଙ୍କା ମିଳିପାରିବ ନାହିଁ। 5 ନମ୍ବରରେ ଇନ୍ଏଲିଜିବୁଲ୍ କ୍ଲାସ୍ ଅର୍ଥାତ୍ ଅଯୋଗ୍ୟ ଶ୍ରେଣୀ। ଦେଖନ୍ତୁ, ସଂସ୍ଥାଗତ ଜମିଦାର, ସରକାରୀ କର୍ମଚାରୀ, ଆୟକର ଦେଉଥିବା ଚାଷୀ କିମ୍ବା 10,000 ଟଙ୍କାରୁ ଅଧିକ ପେନ୍ସନ୍ ପାଉଥିବା ବ୍ୟକ୍ତିମାନେ ଏହି ଯୋଜନା ପାଇଁ ଅଯୋଗ୍ୟ ଅଟନ୍ତି। ତାପରେ ଆପଣମାନେ PM କିଷାନ ଯୋଜନାର ସ୍ଥିତି ଯାଞ୍ଚ କରିବେ। ଦେଖିବେ ଆପଣମାନଙ୍କର ସମସ୍ତ ପ୍ରକ୍ରିୟା ଠିକ୍ ଅଛି କି ନାହିଁ। ଯଦି ଆପଣ ସ୍ଥିତି ଯାଞ୍ଚ କରିବା ପାଇଁ ଚାହୁଁଛନ୍ତି, ଏହି ଭିଡ଼ିଓର ଡିସ୍କ୍ରିପସନ୍ରେ ମୁଁ ଲିଙ୍କ ପ୍ରୋଭାଇଡ଼ କରିଦେଇଛି। ଆପଣମାନେ ପ୍ରୋସେସ୍କୁ ଫଲୋ କରି ଯାଞ୍ଚ କରିନିଅନ୍ତୁ। ଯେତେବେଳେ ଆପଣ ସ୍ଥିତି ଯାଞ୍ଚ କରିବେ 3ଟି ସ୍ଥାନରେ ୟେସ୍ ହୋଇଥିବା ଦରକାର, ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। 22ତମ କିସ୍ତି ନିଶ୍ଚିନ୍ତ ଭାବରେ ଆପଣଙ୍କ ଆକାଉଣ୍ଟରେ ଜମା ହୋଇଯିବ। ଯଦି ଅନ୍ୟ କୌଣସି ସ୍ଥାନରେ ନୋ ରହିଛି, ତେବେ ଏହାକୁ ତୁରନ୍ତ ସଂଶୋଧନ କରିବା ପାଇଁ ଆପଣମାନଙ୍କର ନିକଟସ୍ଥ କୃଷି ବିଭାଗ କାର୍ଯ୍ୟାଳୟ କିମ୍ବା CSC କେନ୍ଦ୍ରକୁ ଯିବାକୁ ପଡ଼ିବ।